ମନ୍ଦିରର ସବୁ ନୀତିକାନ୍ତି ସରିଲା। ପହଡ଼ ପଡ଼ିଲା। ମାଳତୀ ସେମିତି ଖୋଜୁଥାଏ ତା ଜଗା ଭାଇକୁ। 5 ବର୍ଷର ପିଲାଟିଏ, ଦିନସାରା ଅଖିଆ ଅପିଆ, ସେଥିରେ ପୁଣି 10 କିଲୋମିଟର ଖାଲି ପାଦରେ ଚାଲି ଚାଲି ପାଦ ସାରା ଫୋଟକା ହୋଇଯାଇଥାଏ। ଦିନ ସାରାର ଥକା ମେଣ୍ଟାଇବା ପାଇଁ ଭାଇକୁ ନ ପାଇ କାନ୍ଦି କାନ୍ଦି ଶୋଇପଡ଼ିଲା ସିଂହଦ୍ୱାରର ଏକ କୋଣରେ। ମଧ୍ୟରାତ୍ରିର କେଉଁ ଏକ ପ୍ରହରରେ ସାରା ସହର ନିଶବ୍ଦ। କେହି ଜଣେ ମାଳତୀ ମୁଣ୍ଡରେ ହାତ ବୁଲେଇ ଡାକିଲା, ମାଳତୀ, ଏ ମାଳତୀ, ଉଠ, ମୁଁ ପରା ତ ଜଗା ଭାଇ, ଉଠ ଉଠ, ମୋ ହାତରେ ରାକ୍ଷୀ ବାନ୍ଧିବୁ ପରା, ଆସେ। ରାକ୍ଷୀ ବାନ୍ଧି ଘରକୁ ଯା, ତୋ ବୋଉ ତତେ ଦିନ ସାରା ଖୋଜୁଛି। ଦିନ ସାରାର କ୍ଳାନ୍ତି ସତେ ଯେମିତି କ୍ଷଣକରେ ଉଭେଇଗଲା ମାଳତୀ ଦେହରୁ। ଖୁସିରେ ରାକ୍ଷୀ ବାନ୍ଧି ଫେରିଲା ଘରକୁ। ଯାଉ ଯାଉ ଅଟକି ଗଲା ଆଉ କହିଲା, ଭାଇ, ତୁ ଘରକୁ ଯିବୁନି କି? ମୁଁ ଏକା ଆସିଛି, ମୋତେ ଡର ଲାଗିବ। ମାଳତୀ ମୁହଁକୁ ଚାହିଁ ଜଗା ଭାଇ କହିଲା, ଦେଖ, ମୋର କାମ ଅଛି, ମୁଁ ପରେ ଯିବି, ତୁ ଏକା ଯା, ମୁଁ ତୋ ପଛେ ପଛେ ଯାଉଛି। ଯେତେବେଳେ ତୋତେ ଡର ଲାଗିବ ତୁ ଖାଲି ପଦେ କହିବୁ, ଜଗା ଭାଇ ତୁ କେଉଁଠି, ମୋତେ ଡର ଲାଗୁଛି, ଆଉ ମୁଁ ଆସି ତୋ ପାଖରେ ପହଞ୍ଚିଯିବି। ମାଳତୀ ଖୁସିରେ ଖୁସିରେ ଚାଲିଲା ଆଉ ଘରେ ଆସି ପହଞ୍ଚିଗଲା। ମା ମାଳତୀକୁ ପଚାରି ବୁଝିଲା ଯେ ସେ ଶ୍ରୀମନ୍ଦିରରେ ଜଗା ଭାଇ ହାତରେ ରାକ୍ଷୀ ବାନ୍ଧିଛି। ମା ବୁଝିପାରିଲା ନାହିଁ ଝିଅର କଥା। ଛୋଟ ପିଲାଟା, ଯାହା ମନକୁ ଆସୁଛି କହୁଛି। ଦିନ ସାରା ମାଳତୀକୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିବା ମାଳତୀର ମା ପାଖରେ ଝିଅକୁ ପାଇ ଅନ୍ୟ କୌଣସି କଥା ମୁଣ୍ଡରେ ପୁରାଇଲା ନାହିଁ। ପରଦିନ ଭୋରୁ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା ଦିନ ବିଶ୍ୱକର୍ତ୍ତା ମହାଭାଉ ଜଗତର ଜଗନ୍ନାଥ ମନ୍ଦିରର ସବୁ ନୀତିକାନ୍ତି ସରିଲା। ପହଡ଼ ପଡ଼ିଲା। ମାଳତୀ ସେମିତି ଖୋଜୁଥାଏ ତା ଜଗା ଭାଇକୁ। 5 ବର୍ଷର ପିଲାଟିଏ, ଦିନ ସାରା ଅଖିଆ ଅପିଆ, ସେଥିରେ ପୁଣି 10 କିଲୋମିଟର ଖାଲି ପାଦରେ ଚାଲି ଚାଲି ପାଦ ସାରା ଫୋଟକାମୟ ହୋଇଯାଇଥାଏ। ଦିନ ସାରାର ଥକା ମେଣ୍ଟାଇବା ପାଇଁ ଭାଇକୁ ନ ପାଇ କାନ୍ଦି କାନ୍ଦି ଶୋଇପଡ଼ିଥିଲା ସିଂହଦ୍ୱାରର ଏକ କୋଣରେ। ମଧ୍ୟରାତ୍ରିର କେଉଁ ଏକ ପ୍ରହରରେ ସାରା ସହର ନିଶବ୍ଦ। କେହି ଜଣେ ମାଳତୀର ମୁଣ୍ଡରେ ହାତ ବୁଲେଇ ଡାକିଲା, ମାଳତୀ, ଏ ମାଳତୀ, ଉଠ, ମୁଁ ପରା ତ ଜଗା ଭାଇ, ଉଠ ଉଠ, ମୋ ହାତରେ ରାକ୍ଷୀ ବାନ୍ଧିବୁ ପରା, ଆସେ। ରାକ୍ଷୀ ବାନ୍ଧି ଘରକୁ ଯା, ତୋ ବୋଉ ତତେ ଦିନ ସାରା ଖୋଜୁଛି। ଦିନ ସାରାର କ୍ଳାନ୍ତି ସତେ ଯେମିତି କ୍ଷଣକରେ ଉଭେଇଗଲା ମାଳତୀ ଦେହରୁ। ଖୁସିରେ ରାକ୍ଷୀ ବାନ୍ଧି ଫେରିଲା ଘରକୁ। ଯାଉ ଯାଉ ଅଟକି ଗଲା, କହିଲା, ଭାଇ, ତୁ କ'ଣ ଘରକୁ ଯିବୁନି କି? ମୁଁ ଏକା ଆସିଛି, ମୋତେ ଡର ଲାଗିବ। ମାଳତୀ ମୁହଁକୁ ଚାହିଁ ଜଗା ଭାଇ କହିଲା, ମୋର କାମ ଅଛି, ମୁଁ ପରେ ଯିବି, ତୁ ଏକା ଯା, ମୁଁ ତୋ ପଛେ ପଛେ ଯାଉଛି। ଯେତେବେଳେ ତୋତେ ଡର ଲାଗିବ ତୁ ଖାଲି ପଦେ କହିବୁ, ଜଗା ଭାଇ ତୁ କେଉଁଠି, ମୋତେ ଡର ଲାଗୁଛି, ଆଉ ମୁଁ ଆସି ତୋ ପାଖରେ ପହଞ୍ଚିଯିବି। ମାଳତୀ ଖୁସିରେ ଖୁସିରେ ଚାଲିଲା ଆଉ ଘରେ ଆସି ପହଞ୍ଚିଗଲା। ମା ମାଳତୀକୁ ପଚାରି ବୁଝିଲା ଯେ ସେ ଶ୍ରୀମନ୍ଦିରରେ ଜଗା ଭାଇ ହାତରେ ରାକ୍ଷୀ ବାନ୍ଧିକି ଆସିଛି। ମା ବୁଝିପାରିଲା ନାହିଁ ଝିଅର କଥା। ଛୋଟ ପିଲାଟା, ଯାହା ମନକୁ ଆସୁଛି କହୁଛି। ଦିନ ସାରା ମାଳତୀକୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିବା ମାଳତୀର ମା ପାଖରେ ଝିଅକୁ ପାଇ
ଅନ୍ୟ କୌଣସି କଥା ମୁଣ୍ଡରେ ପୁରାଇଲା ନାହିଁ। ପରଦିନ ଭୋର ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା ଦିନ ବିଶ୍ୱକର୍ତ୍ତା ମହାବାହୁ ଜଗତର ନାଥ ଜଗନ୍ନାଥଙ୍କର ପହଡ଼ ଫିଟିଗଲା। ସମସ୍ତେ ଆଚମ୍ବିତ, ସମସ୍ତେ ଆଶ୍ଚର୍ଯ୍ୟ। ରାକ୍ଷୀ ପୂର୍ଣ୍ଣିମା ନ ହେଉଣୁ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲା କିଏ? ଖବର ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ। ସଙ୍ଗେ ସଙ୍ଗେ ଆସି ମନ୍ଦିରରେ ପହଞ୍ଚିଗଲେ ଗଜପତି ମହାରାଜା। ସବୁ ସେବାୟତମାନଙ୍କୁ ପଚରାଗଲା ପହଡ଼ ପଡ଼ିବା ପରେ କିଏ ମନ୍ଦିରକୁ ଆସିଥିଲା। ସମସ୍ତେ ଏକ ସ୍ୱରରେ କହିଲେ, ଆମେ ଜାଣିନାହୁଁ ମହାରାଜ। ଅଧିଆ ପଡ଼ିଲେ ମହାରାଜ। ସ୍ୱପ୍ନାଦେଶରେ ମହାପ୍ରଭୁ ଜଣାଇଲେ, ପାଟପୁର ଗ୍ରାମର ମାଳତୀ ମୋ ଭଉଣୀ, ସେ ଆସିଥିଲା କାଲି ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ। ହେଲେ ତମେମାନେ କେହି ବି ଦେଖା କରେଇଲ ନାହିଁ ମୋ ସହିତ। ରାତିରେ ସେ ସିଂହଦ୍ୱାର ପାଖରେ ଶୋଇଥିଲା। ମୁଁ ବାଧ୍ୟ ହୋଇ ନିଜେ ଯାଇ ପିନ୍ଧିଲି ତା ହାତରୁ ରାକ୍ଷୀ। ରାଜା ପଚାରି ବୁଝିଲେ ବଡ଼ ପଣ୍ଡାଙ୍କ ଠାରୁ ଯେ କାଲି ଗୋଟେ ଛୋଟ ଝିଅଟି ଆସିଥିଲା, ଖୋଜୁଥିଲା ତା ଜଗା ଭାଇକୁ। ମହାରାଜାଙ୍କ ସହିତ ସମସ୍ତ ପଣ୍ଡା ପଢ଼ିଆରୀ ଆସି ପହଞ୍ଚିଲେ ପାଟପୁର ଗାଁର ମାଳତୀ ଘରେ। ମାଳତୀର ମା ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ, ଆଉ କୁନି ଝିଅଟି ରାଜାଙ୍କୁ ଦେଖି ଭୟଭୀତ ହୋଇ ମାଆକୁ ଜାବୁଡ଼ି ଧରିଲା। ଗତକାଲି ମାଳତୀ ଯାଇଥିଲା ବୋଲି ମା ଜାଣିଥିଲେ। ମାଳତୀର ମା ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଦ ଧରି ଭୁଲ ମାଗି କହିଲା, ଛାମୁ, ମୋ ଝିଅ କାଲି ମୋତେ ନ ଜଣେଇ ମନ୍ଦିର ଯାଇଥିଲା। ଛୋଟ ପିଲାଟି ସେ, ଯାହା ବି ଭୁଲ କରିଛି କ୍ଷମା କରନ୍ତୁ ପ୍ରଭୁ। ଯାହା ଦଣ୍ଡ ଦେବା କଥା ମୋତେ ଦିଅନ୍ତୁ, ହେଲେ ମାଳତୀକୁ ଛାଡ଼ି ଦିଅନ୍ତୁ, ତାକୁ କ୍ଷମା କରିଦିଅନ୍ତୁ। ତା ଛଡ଼ା ମୋର ଆଉ ଏ ସଂସାରରେ କେହି ନାହାନ୍ତି ଛାମୁ। ମହାରାଜାଙ୍କ ସହିତ ସମସ୍ତ ପଣ୍ଡା ପଢ଼ିଆରୀ ଦୌଡ଼ି ଆସିଲେ ମାଳତୀ ପାଖକୁ। ପଡ଼ିଗଲେ ମାଳତୀର ପାଦ ତଳେ। କହିଲେ, ମା ଲୋ, ଆମକୁ କ୍ଷମା କରିଦେ। ଆମେ ତତେ ଚିହ୍ନି ପାରିଲୁ ନାହିଁ। ସ୍ୱୟଂ ନାରାୟଣ ତୋ ପାଇଁ ରତ୍ନ ସିଂହାସନ ଛାଡ଼ି ପଳେଇ ଆସିଲେ ବାହାରକୁ। ହେଲେ ଆମେ ଅଧମ ତତେ ମନ୍ଦିର ଭିତରକୁ ପୂରେଇ ଦେଲୁନି। ମା ଲୋ, ତୁ ଆମ କୋଟି ଓଡ଼ିଆର ମଉଡ଼ମଣିର ଭଉଣୀ। ଆମେ ତୋ ଦାସାନୁଦାସର ଦାସ, ଆମକୁ କ'ଣ କ୍ଷମା ଦେବୁ ନାହିଁ? ମାଳତୀ ଠାରୁ କ୍ଷମା ପ୍ରାର୍ଥନା ମାଗି ସମସ୍ତେ ଫେରିଗଲେ ଶ୍ରୀମନ୍ଦିରକୁ। ଆଉ ସେଇଦିନ ଠାରୁ ମହାରାଜ ପାଟପୁରର ନାମ ପରିବର୍ତ୍ତନ କରି ମାଳତୀ ପାଟପୁର ରଖିଲେ। ଆପଣମାନଙ୍କୁ ଯଦି ଏଇ କାହାଣୀଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ରହୁଛି।